ନମସ୍କାର ସାଙ୍ଗମାନେ, ଆଜି ଆମେ ପଢ଼ିବା ଓଡ଼ିଶା ପୋଲିସ ଏକ୍ଜାମ୍ ପାଇଁ ଆସୁଥିବା କିଛି ଇମ୍ପୋର୍ଟାଣ୍ଟ ଜିକେ ବିଷୟରେ। ଆସନ୍ତୁ ସେ ବିଷୟରେ ଆମେ କିଛି ପଢ଼ିବା। ପ୍ରଥମ ପ୍ରଶ୍ନଟି ହେଉଛି, ନିମ୍ନଲିଖିତ ଗୁଡ଼ିକ ମଧ୍ୟରୁ ବାୟୁବାଦ୍ୟ ଯନ୍ତ୍ର କିଏ? ବଂଶୀ ଓ ସେକ୍ସୋଫୋନ୍ ଏଗୁଡ଼ିକ ହେଉଛି ବାୟୁବାଦ୍ୟ ଯନ୍ତ୍ର। ସମସ୍ତ ଭାରତ ସଙ୍ଗୀତ ଏକାଡେମୀ କେବେ ସ୍ଥାପିତ ହୋଇଥିଲା? 1919 ମସିହାରେ ସ୍ଥାପିତ ହୋଇଥିଲା। ପୂର୍ବ ରାଫେଲ କାହାକୁ କୁହାଯାଏ? ନା ରାଜ ରବି ବର୍ମାଙ୍କୁ ପୂର୍ବ ରାଫେଲ ବୋଲି କୁହାଯାଏ। ଆସନ୍ତୁ ଯିବା ଚତୁର୍ଥ ପ୍ରଶ୍ନ ଆଡ଼କୁ। ଚତୁର୍ଥ ପ୍ରଶ୍ନଟି ହେଉଛି, ଭାରତର ପିକୋସ୍ପୋ କାହାକୁ କୁହାଯାଏ? ଏମ୍.ଏଫ୍. ହୁସେନଙ୍କୁ କୁହାଯାଏ। ସଙ୍ଗୀତ ନାଟକ ଏକାଡେମୀ କେବେ ସ୍ଥାପିତ ହୋଇଥିଲା? 1953 ମସିହାରେ ସ୍ଥାପିତ ହୋଇଥିଲା। ରାଜସ୍ଥାନ ଓ ମୁଗଲ ଶୈଳୀ ମିଶ୍ରଣ କେଉଁ ଚଳଚ୍ଚିତ୍ରକର? ହେଉଛି ପାହାଡ଼ି ଚିତ୍ରକଳା। ରାଜସ୍ଥାନୀ। ଆସନ୍ତୁ ସପ୍ତମ ପ୍ରଶ୍ନ ଆଡ଼କୁ ଯିବା। ସପ୍ତମ ପ୍ରଶ୍ନଟି ହେଉଛି, ଭାରତନାଟ୍ୟମ ନୃତ୍ୟ ଶୈଳୀ କେଉଁ ରାଜ୍ୟର? ତାମିଲନାଡୁ ରାଜ୍ୟର। କୁଚିପୁଡ଼ି ନୃତ୍ୟ କେଉଁ ରାଜ୍ୟର? ଆନ୍ଧ୍ରପ୍ରଦେଶ ରାଜ୍ୟର। କଥକଳି ନୃତ୍ୟ କେଉଁ ରାଜ୍ୟର? କେରଳ ରାଜ୍ୟର। ରବିଶଙ୍କର କେଉଁ ସଙ୍ଗୀତ ବାଦ୍ୟ ସହିତ ସମ୍ପର୍କିତ? ସିତାରା ସହିତ ସମ୍ପର୍କିତ ରବିଶଙ୍କର। ଆସନ୍ତୁ 11 ନମ୍ବର ପ୍ରଶ୍ନକୁ ଯିବା। 11 ନମ୍ବରଟି ହେଉଛି, ହରିପ୍ରସାଦ ଚୌରସିଆ କେଉଁ ବାଦ୍ୟଯନ୍ତ୍ର ସହିତ ସମ୍ପର୍କିତ? ବଂଶୀ ସହିତ ସମ୍ପର୍କିତ। ହରିପ୍ରସାଦ ଚୌରସିଆ। 12 ନମ୍ବରଟି ହେଉଛି, ଉତ୍ସାହ ଆଜାଦ ଅଲ୍ଲୀ ଖାଁ କେଉଁ ବାଦ୍ୟଯନ୍ତ୍ରରେ ପ୍ରସିଦ୍ଧ? ସରୋଦ ବାଦ୍ୟଯନ୍ତ୍ର ସହିତ ପ୍ରସିଦ୍ଧ। ପଞ୍ଚତନ୍ତ୍ର କେଉଁ କଳାରେ ଲେଖାଯାଇଥିଲା? ମୌର୍ଯ୍ୟ ଯୁଗରେ ଲେଖାଯାଇଥିଲା। 14 ନମ୍ବର ପ୍ରଶ୍ନଟି ହେଉଛି, ଚେଞ୍ଚୁ ଜନଜାତି କେଉଁ ରାଜ୍ୟର? ଆନ୍ଧ୍ରପ୍ରଦେଶ ରାଜ୍ୟର। 15 ନମ୍ବର ପ୍ରଶ୍ନଟି ହେଉଛି, କେଉଁଟି ଏକ ନୃତ୍ୟ ନାଟକ? କଥକଳି ଏକ ନୃତ୍ୟ ନାଟକ। 16 ନମ୍ବର ପ୍ରଶ୍ନଟି ହେଉଛି, ବୀରେନ୍ଦ୍ର ମହାରାଜ କେଉଁ ଶାସ୍ତ୍ରୀୟ ନୃତ୍ୟର ଗୁରୁ ଥିଲେ? କଥକ ଶାସ୍ତ୍ରୀୟ ନୃତ୍ୟର ଗୁରୁ ଥିଲେ କିଏ? ବୀରେନ୍ଦ୍ର ମହାରାଜ। ତାପରେ 17 ନମ୍ବର ପ୍ରଶ୍ନଟି ହେଉଛି, କୁଟୁପୁଲି ବା କଠପୁତଳି କେଉଁ ରାଜ୍ୟର? ରାଜସ୍ଥାନ ରାଜ୍ୟର। 18 ନମ୍ବର ପ୍ରଶ୍ନଟି ହେଉଛି, ହିନ୍ଦୁ ବୌଦ୍ଧ ଓ ଜୈନ ତିନି ଧର୍ମର ଗୁହା କେଉଁଠାରେ ମିଳେ? ଏଲୋରା ଗୁହାରେ ମିଳେ। 19 ନମ୍ବର ପ୍ରଶ୍ନଟି ହେଉଛି, ସାତଟି ପାଗୋଡ଼ା ଭାବେ କେଉଁଟି ପରିଚିତ? ମହାକବିବଳପୁରମ୍ ମନ୍ଦିର ପରିଚିତ। ଲାଷ୍ଟ 20 ନମ୍ବର ପ୍ରଶ୍ନଟି ହେଉଛି, ନଟରାଜ ମୂର୍ତ୍ତି କେଉଁ ଯୁଗର ଅଦ୍ଭୁତ କଳାକୃତି? ଚୋଳ ଯୁଗର ଅଦ୍ଭୁତ କଳାକୃତି। ଆଜିର ସମସ୍ତ 20ଟି ପ୍ରଶ୍ନ ସମାପ୍ତ ହୋଇଯାଇଛି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରନ୍ତୁ। ନେକ୍ସଟ ଭିଡ଼ିଓରେ ଆଉ ଇମ୍ପୋର୍ଟାଣ୍ଟ ଜିକେ ନେଇ ଆସିବି। ରହିଲି, ଧନ୍ୟବାଦ।